ସମ୍ମାନ ଆଉ ଆଦର ସେହି ବୟସ୍କ ବ୍ୟକ୍ତିଙ୍କୁ ଦିଆଯାଏ ଯିଏ ନିଜର ଭଲ ବୁଝାମଣାରେ ଘରକୁ କେବେ ଭାଙ୍ଗିବାକୁ ଦିଅନ୍ତିନି। କିନ୍ତୁ ଯଦି ସେହି ବୟସ୍କ ବ୍ୟକ୍ତି ନିଜ ବୁଝାମଣାଙ୍କୁ ସାଇଡ଼ରେ ରଖି ତଳକୁ ଖସିବାକୁ ଲାଗନ୍ତି ତେବେ ସାନମାନେ ବାଧ୍ୟ ହୁଅନ୍ତି ସେହି ଜାଗାରେ ମୁହଁ ଖୋଲିବା ପାଇଁ। କାହିଁକି ନା ଏହି ଭଦ୍ର ବ୍ୟକ୍ତିମାନେ, ଏହି ବୟସ୍କ ବ୍ୟକ୍ତିମାନେ ସମାଜକୁ ନିଜକୁ ନିଜେ ଦୁଃଖୀ ଆଉ ନିଜେ ପୀଡ଼ିତା ବୋଲି କୁହନ୍ତି। କିନ୍ତୁ ଏମାନଙ୍କର କାରନାମା କିଛି ଆଉ ଅଲଗା ଥାଏ। ଘରେ ଏମାନଙ୍କର କାମ କ'ଣ ଥାଏ କହିଲେ? ନିଜ ପିଲାଙ୍କର ଘର ସଂସାରକୁ ଭାଙ୍ଗି ରୁଜି ଚୁରମାର କରନ୍ତି ଏଇମାନେ। ଆଉ ଏହି ଭଦ୍ର ବ୍ୟକ୍ତିମାନେ ଦୁନିଆ ସାମ୍ନାରେ ନିଜ ପିଲାକୁ ବଦନାମ କରନ୍ତି, ନିଜ ଜନ୍ମ କରିଥିବା ପିଲାକୁ। ଆଉ 100 ଜାଗାରୁ ବାଛିକି ଆଣିଥିବା ଗୋଟେ ପର ଝିଅକୁ ବୋହୂ କରିକି ଆଣିକି ତାକୁ ଦୁନିଆ ସାମ୍ନାରେ ନିନ୍ଦା କରନ୍ତି। ସବୁ ଜାଗାରେ ପୁଅ ବୋହୂ ଭୁଲ ହେଇନଥାନ୍ତି ଆଜ୍ଞା, କିଛି ଜାଗାରେ ବାପା ମା ମଧ୍ୟ ଭୁଲ ହେଇଥାନ୍ତି, କିନ୍ତୁ ବଦନାମ ହୁଅନ୍ତି ପୁଅ ଆଉ ବୋହୂ।